ରଜାଙ୍କର ଗୋଟେ ନିୟମ ଥିଲା ଯେ ପ୍ରତି ମାସରେ ସେ ନିଜ ରାଜ୍ୟର କୌଣସି ଏକ ଗାଁକୁ ଯିବେ, ସେଠାରେ ଏକ ଗରିବ ଘରେ ସେ ରାତ୍ରି ଯାପନ କରିବେ ଏବଂ ଯେତେବେଳେ ସେ ଜାଗାରୁ ପ୍ରସ୍ଥାନ କରିବେ ସେତେବେଳେ ସେ ଗରିବ ଲୋକକୁ କିଛି ଧନ ସମ୍ପତ୍ତି ଦେଇକି ଆସିବେ। ଗୋଟିଏ ଗାଁର ଗରିବ ଲୋକ କୌଣସି ଏକ ସୂତ୍ରରୁ ଜାଣିବାକୁ ପାଇଲା ଯେ ଏ ମାସରେ ଆମ ଗାଁର ପାଳି, ସେଥିପାଇଁ ସେ କ'ଣ କଲା, କାହାଠାରୁ 10,000 ଟଙ୍କା ଧାର କଲା ଏବଂ ନିଜ ଘରକୁ ଖୁବ୍ ସୁନ୍ଦର ଢଙ୍ଗରେ ସଜାଇଲା। ଟେଣ୍ଟ ଫେଣ୍ଟ ମାରିଲା, ଚାରିଆଡ଼େ ରଜାଙ୍କର ନାଁ ପ୍ରଚାର ଲେଖିଲା, ବହୁତ ସୁନ୍ଦର ଭାବରେ ସଜାଇଥିଲା। ରଜା ଆସି ତା ଘରେ ରହିଲେ, ରାତ୍ରି ଯାପନ କଲେ। ରଜା ଯେତେବେଳେ ଗଲେ ଏ ବ୍ୟକ୍ତିକୁ ଟଙ୍କିକିଆ ମୁଦ୍ରାଟେ ଦେଇକି ଗଲେ। କାହିଁକି ରଜା ଏମିତି କଲେ ଜାଣିଛନ୍ତି? ରଜା ଭାବିଲେ ଯିଏ ଏତେ ଟଙ୍କା ଖର୍ଚ୍ଚ କରି ଏତେ ସୁନ୍ଦର ଭାବରେ ସଜାଇ ପାରୁଛି ସେ କେବେ ଗରିବ ହୋଇନଥିବ, ତେଣୁ ଟଙ୍କା ଦେଇ ଲାଭ କ'ଣ? ସେଥିପାଇଁ ଟଙ୍କାଟିଏ ମାତ୍ର ଦେଇକି ଗଲେ। ଏ ବ୍ୟକ୍ତିଟି ମନେ ମନେ ଭାବିଲା, ମୁଁ ପୁରା ଫସିଗଲି, 10,000 ଟଙ୍କା ଧାର କରିଥିଲି, ରଜା ମୋତେ ଟଙ୍କାଟେ ଦେଲେ, କ'ଣ କରିବି? ବହୁତ ଚାଲାକ ଲୋକ। ସେ କ'ଣ କଲା, ସେ ଟଙ୍କିକିଆ ମୁଦ୍ରାଟିକୁ ନିଜ ମୁଠିରେ ଏମିତି ବନ୍ଦ କଲା, ଗାଁର ଛକ ଜାଗାକୁ ଗଲା ଏବଂ ଚିତ୍କାର କରି କହିଲା, ଆପଣମାନେ ସମସ୍ତେ ଜାଣିଛନ୍ତି ରଜା କାଲି ରାତିରେ ମୋ ଘରେ ରାତ୍ରି ଯାପନ କରିଥିଲେ, ଗଲାବେଳେ ଗୋଟେ ସୁନ୍ଦର ଜିନିଷ ମୋତେ ଦେଇକି ଯାଇଛନ୍ତି, ମୁଁ ଆକୁ ନିଲାମ କରିବାକୁ ଚାହୁଁଛି। ଏହାପରେ ଲୋକମାନେ ଏକାଠି ହେବା ଆରମ୍ଭ ହେଲେ ଏବଂ ସମସ୍ତେ ବୋଲି ଡାକିଲେ। କିଏ କହିଲା 10,000, କିଏ କହିଲା 20,000, କିଏ କହିଲା 50,000, କିଏ କହିଲା ଲକ୍ଷେ, ଏମିତି ବୋଲି ଡାକିଲେ। ରଜାଙ୍କ ଜଣେ କର୍ମଚାରୀ ଏ କଥା ରଜାକୁ ଯାଇ କହିଲା। ରଜା ଭୟଭୀତ ହେଲେ, ବିବ୍ରତ ହେଲେ। ଯଦି ମୁଠି ଖୋଲିଗଲା ତାହେଲେ ସମସ୍ତେ ଜାଣିବେ ରଜା ଆସି ମାତ୍ର ଟଙ୍କାଟେ ଦେଇକି ଯାଇଛନ୍ତି, ମୋର ଇଜ୍ଜତ ମହତ ଯିବ। ତେଣୁ ରଜା ସାଙ୍ଗେ ସାଙ୍ଗେ କ'ଣ କଲେ, ଆସି ପହଞ୍ଚିଲେ ଏବଂ କହିଲେ ଯେ ନିଲାମ କରିବାର ଆବଶ୍ୟକ ନାହିଁ, ମୁଁ ତୁମକୁ 10 ଲକ୍ଷ ଟଙ୍କା ଦେଉଛି, ଆଉ ମୁଠି କେବେ ଖୋଲ ନାହିଁ। ସେଇଦିନଠାରୁ ଗୋଟେ ପ୍ରବାଦ ଅଛି, ବନ୍ଦ ମୁଠି ଲାଖ କା, ଖୋଲା ମୁଠି ଖାଦ କା। ରହୁଛି, ନମସ୍କାର।